ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା 2 ସିନେମା ହଲ୍ରେ 2 ସପ୍ତାହ ହୋଇଗଲାଣି, କିନ୍ତୁ ଏହି ଫିଲ୍ମର ପ୍ରିମିୟମରେ ଘଟିଥିବା ଘଟଣା ଲଗାତାର ଭାବରେ ଖବର ହୋଇସାରିଛି। ଡିସେମ୍ବର 4 ତାରିଖରେ ହାଇଦ୍ରାବାଦରେ ଥିବା ସନ୍ଧ୍ୟା ଥିଏଟରରେ ଦଲାଚକଟାରେ 35 ବର୍ଷର ମହିଳା ରେବତୀଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ତାଙ୍କ 8 ବର୍ଷର ପୁଅ ତେଜ ଗୁରୁତର ଭାବରେ ଆହତ ହୋଇଥିଲେ। ଏ ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବଞ୍ଚିବା ପାଇଁ ମୃତ୍ୟୁ ସହ ଲଢ଼ୁଛନ୍ତି। ଆଲୁ ଆଜି ଯାଏଁ ତେଜ ସହ ଭେଟି ନାହାନ୍ତି। ଏ ଘଟଣାରେ ହାଇଦ୍ରାବାଦ ପୋଲିସ କମିଶନର ହସ୍ପିଟାଲ ପହଞ୍ଚିଥିଲେ, ଯେଉଁଠାରେ ଶ୍ରୀ ତେଜଙ୍କ ବିଷୟରେ ଖବର ନେଇଥିଲେ। ସେହି ସମୟରେ ତାଙ୍କ ସହ ତେଲେଙ୍ଗାନାର ସ୍ୱାସ୍ଥ୍ୟ ସଚିବ କ୍ରିଷ୍ଣା ଯୋଡ଼ି ହୋଇ ରହିଥିଲେ। ଏ ଘଟଣା ପରେ ସେହି ଶିଶୁ ବିଷୟରେ ଦୁଃଖଦ ଖବର ଦେଇଥିଲେ। ଏକ ଖବର ମୁତାବକ ପୁଲିସ ଆୟୁକ୍ତ ଆନନ୍ଦ କହିଥିଲେ, ଏହି ଶିଶୁର ବ୍ରେନରେ ଗଭୀର ଭାବରେ ଆଘାତ ଲାଗିଛି।